ଥିଲା ମାଣବସା ଗୁରୁବାର ପ୍ରଥମ ପାଳି। ତ ଠାକୁରଙ୍କର ସଜ ସବୁ ମୁଁ ରାତିରେ ସଜାଡ଼ିକି ରଖିଦେଇଥିଲି। ତାପରେ ଭୋର 3ଟାରୁ ପୁରା ଉଠି ପଡ଼ିଥିଲି, କାରଣ ଓଷା ବାର ହେଲେ ମୋତେ ଜମା ନିଦ ଆସେନି। ଆଉ ମନ ଭିତରେ ମୋର ବହୁତ ଆଗ୍ରହ ଥାଏ, କେମିତି ଉଠିବି, ପୂଜା କରିବି, ମାନେ ବ୍ୟସ୍ତଟା ଥାଏ ମୋର। ଆଉ ମାନେ କେବେ ବି ମୁଁ ପୂଜା ପାଠରେ କୁଣ୍ଠାବୋଧ କରେନି, ଅଳସୁଆମୀ କରେନି। ତାପରେ ହେଉଛି ମା ଲକ୍ଷ୍ମୀଙ୍କର ପୂଜା, ତ ମାନେ ଆଗ୍ରହଟା ମୋର ବହୁତ ବେଶୀ ଥାଏ ମା ଲକ୍ଷ୍ମୀଙ୍କର ପୂଜା କରିବାରେ। ତ ସେଥିପାଇଁ ଭୋର 3ଟାରୁ ଉଠି ସବୁ କାମ ସାରିଦେଲି, ସାରିକି ଗାଧୁଆ ପାଧୁଆ ସାରି ଆସିଗଲି ଏବେ ପୂଜା ପାଠ କରିବା ପାଇଁ। ପ୍ରଥମେ ଦୁଆର ମୁହଁରେ କଳସ ବସେଇକି ପୂଜା କଲି, ତାପରେ ଆସିଗଲି ମାଙ୍କ ପାଖକୁ। ଏସବୁ ଝୋଟି ମୁଁ କାଲି ରାତିରେ ପକେଇ ଦେଇଥିଲି, ଆହୁରି ବି ସୁନ୍ଦର ପକେଇ ପାରିଥାନ୍ତି, କିନ୍ତୁ ଏକୁଟିଆ ଡର ଲାଗୁଛି ବୋଲି ଯେମିତି ହଉ ଯାହା ହଉ ପକେଇଦେଲି ଆଉ। ତ ଏବେ ପୂଜା ପାଠ ଆରମ୍ଭ କରିଦେଲି। ମାଙ୍କୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜେଇଛି, ଭଲ ଲାଗୁଛି କି ନାହିଁ ଆପଣମାନେ କମେଣ୍ଟରେ କହିବେ। ତ ପୂଜା ପାଠ ତ ସରିଗଲା। ପ୍ରଥମେ ମାଙ୍କ ପାଖରେ ସକାଳେ ମୁଁ ଛେନା ଗୁଡ଼ କଦଳୀ ଭୋଗ ଲଗେଇ ଦେଇଥିଲି। ୟାପରେ ମାନେ ଦିନ ହେଇ ଆସିଗଲାଣି, ବସିକି ଟିକେ ମାଙ୍କ ବହି ପଢ଼ିଲି। ବହି ପଢ଼ି ସାରିଲା ପରେ ଆଉ ପିଠାପଣା କ'ଣ ବନେଇବି ଭାବୁଥିଲି। ତାପରେ ଯେହେତୁ ମାନେ ଆମେ ତ ସିଆଡ଼େ ରହୁଛୁ, ଗ୍ରାଇଣ୍ଡରଟା ନାହିଁ, ଆଉ ଶିଳ ବି ଆମର ବହୁତ ଅସନା ହେଇଯାଇଛି, ଆଉ ଚାଉଳ ବାଟି ପାଇଲିନି, ଯେଉଁଟାକି ମାଙ୍କ ପାଖରେ ପିଠା ଲାଗେ ଚିତଉ ପିଠା, ତ ସେଇଟା ବନେଇ ପାଇଲିନି। କିନ୍ତୁ କାକରା ପିଠା କଲି, ଦହି କଡ଼ମା ଯେଉଁଟା ସେଇଟା କରିଥିଲି, ଆଉ ମାଙ୍କର ବହୁତ ପସନ୍ଦ କ୍ଷୀରି, ଗୁଡ଼ କ୍ଷୀରି ସେଇଟା କରିଥିଲି, କୋଶଳା ଶାଗର ତରକାରୀ କରିଥିଲି, ଆଉ ଛେନା ଗୁଡ଼ କଦଳୀ ଚକଟା ଭୋଗ କରିଥିଲି। ଆଉ ଏତିକି କରିଥିଲି। ଆଉ ଭଲ ଲାଗିଲେ ଆପଣମାନେ କମେଣ୍ଟ ସେକ୍ସନରେ କହିବେ। ରହିଲି, ଜୟ ଜଗନ୍ନାଥ।